ଚାଲି ଜୀବନ ଭଲି କେତା ବରଂ ପାରୁଛୁ ଯଦି ଏ ଶଳାଟା କଳେ ଢଙ୍କା ଦେଇ ଘରୁ ବାହାର କରିଦିଅ। ପ୍ରଭୁ ଚୁପ୍ କର। ଶଳା ଟଙ୍କାଟା ରୋଜଗାର କରିବାର କ୍ଷମତା ନାହିଁ। ଆଜି ପର୍ଯ୍ୟନ୍ତ ମୋ ଭେଳେଇର ଅନ୍ନ ଧ୍ୱଂସ କରୁଛୁ। ପ୍ରତିବାଦ କରିବାରେ ଲମ୍ବା ଲମ୍ବା ଭାଷଣ ଦଉଛୁ। ଏ ଶୁଣ, ଯଦି ଜୀବନ ନେଇ ବଞ୍ଚିବାକୁ ଚାହୁଁଛୁ ଚୁପଚାପ ଘର ଛାଡ଼ି ଚାଲିଯା। କାହିଁ ତମେ ମାନେ ମୋତେ ମାରୁ ମାରୁ ଜୀବନରୁ ଭରି ଦେଲେବି ଏ ଘର ଛାଡ଼ି ମୁଁ କୁଆଡ଼େ ଯିବିନି। ଯଦି ଯିବି ତାହେଲେ କୋକେଇର ଶୋଇ ମୁଁ ମଶାଣିକୁ ଯିବି। ମଶାଣି ଯିବୁ? ତାହେଲେ ବାନ୍ଧିଦେବାକୁ ଦେଇ ବାବୁ ସଜଣା ହବ ତ ମୋର କାଠର ଦୁଇ। ବାବୁ ନାଇଁ ବାବୁ ନାଇଁ, ଆପଣ ସେମିତି କୁହନ୍ତୁନି। ଦୟାକରି ମୋତେ ଟିକେ ଦୟା କରନ୍ତୁ। ଦୟା ଦୟା ସେଇ ଚାକର ଶଳା ଏତେ ମାଡ଼ ଗାଳି ଖାଉଛୁ ତଥାପି ତ ମନ ବୁଝୁ ନାହିଁ। ଚାଲି ଯାଉନୁ କେମିତି ଘର ଛାଡ଼ି ଚାଲିଯିବେ ଚରଣ? ମୋ ସୁଯୋଗ ସମ୍ପତ୍ତି ଉପରେ ୟାଙ୍କର ଯେତେବେଳେ ଲୋଭ ଆସିଗଲାଣି ଏ ଘର ଛାଡ଼ି ଚାଲି ଯାଇପାରିବେ କେମିତି? ବାସ୍ ବାବୁ ବାସ୍, ବହୁତ ହେଇଗଲା ଆପଣଙ୍କର ପିକ୍ଚର। ହେଲେ ମନେ ରଖନ୍ତୁ ବାବୁ, ଆପଣଙ୍କ ଚରିତ୍ର ଭଳି ମୋ ଚରିତ୍ର ନୁହେଁ ଯେ ରାତି ଅଧ ଯାଏ ବାହାରେ ବୁଲି ଘରକୁ ଫେରିବି। ଆଉ ଏ ସମ୍ପତ୍ତିକୁ ହାତ ମୁଠାକୁ ନେବା ପାଇଁ ଆପଣ ରଣନୀତି ପ୍ରସ୍ତୁତ କରିବେ। ଆବେ ଏ ନାନା ତୁ କଣ ଏତେ କଥା ଜାଣିଥିଲୁ? ସାରେ ଆଉ ଭଲ ନାହିଁ। ଇଏ ମତେ ଯେମିତି ଲାଗୁଛି ଇଏ ଆଜି ଖାଲି ଆମର ସ୍ୱାମୀ ଦୋଷ ହେଇଗଲା। ନାଇଁ ଚରଣ ନାଇଁ, ଏ ଶଙ୍କର ଜୀବନରେ ଶନି ଦୋଷ ଆସିବା ପୂର୍ବରୁ ରାହୁ ହେଇ ଏଇଟାକୁ ମୁଁ ଗ୍ରାସ କରି ସାରିଥିଲି। ମୋ ଶଙ୍କର ଏକେ ନଖଟ ଭାରି ଖତରା। ନାଇଁ ସକଲ ନାଇଁ, ଏଇଟା ଯେତେବେଳେ ମୋ ଚରିତ୍ରକୁ ସନ୍ଦେହ କରୁଛି ଏହାକୁ ଶାସ୍ତି ମୁଁ ଦେବି। ଛାଡ଼ନ୍ତୁ ମ୍ୟାଡ଼ାମ, ଇଏ ଛୁଆଟାକୁ ଛାଡ଼ିଦେଲେ ନା ଆପଣଙ୍କର ଜମାରୁ ଭଲ ବେଳା ନାହିଁ। ଆବେ କଣ କହିଲୁ? ମୋ ଚରିତ୍ର ଭୁଲ, ତୁ ଗୋଟେ ଠିକ ମଣିଷ। ଏଇ ବାହାରେ ଘରୁ ବାହାର କହୁଛି, ଆବେ ବାହାର କହୁଛି। ଆବେ ଏଇ କଣ କହିଲୁ? ମୋ ଚରିତ୍ର ଖରାପ। ଏଇ ତୁ ଜଣେ ଠିକ ମଣିଷ, ବାହାରେ ଘରୁ। ନିକିତା ତମେ ଜଣେ ଉକ୍ତ ସେଥିପାଇଁ କାକାଙ୍କ ଉପରକୁ ହାତ ଉଠଉଛ। ବାରମ୍ବାର ତମେ କାକାଙ୍କ ଉପରକୁ ହାତ ଉଠଉଛ। ଏମିତି କାମ କରିବାକୁ ତମକୁ ଲାଜ ଲାଗୁନି? ତମେ ବି ଶୁଣି ରଖ ମିକିତା ସୁଚରିତ। ମିକିତା ଏଠିକା ଦୟାରେ ବଞ୍ଚି ରହିନି ଯେ ଯିଏ ଯେମିତି ବେଦ କରିବ। ତମେ ବି ଭୁଲି ଯାଉଛ ଶଙ୍କର ସାହାଣୀ। ନିକିତା ତମ ଅତୀତର ଭଉଣୀ ନୁହଁ, ସେ ହଉଛି ବର୍ତ୍ତମାନ ମୋ ସ୍ତ୍ରୀ। ମୁଁ ପଚାରୁଛି ମୋ ସ୍ତ୍ରୀର ଭଲ ମନ୍ଦ ଅଧିକାର ପଚାରିବାକୁ ତମେ, ମୁଁ ପଚାରୁଛି ମୋ ସ୍ତ୍ରୀର ଭଲ ମନ୍ଦ ପଚାରିବାକୁ ତମେ ଅଧିକାର ପାଇଲ କୋଉଠୁ? ମୁଁ ପଚାରୁଛି ମୋ ସ୍ତ୍ରୀର ଭଲ ମନ୍ଦ ବୁଝିବାର ଦାୟିତ୍ୱ ତମ ଅଧିକାର ତମେ ପାଇଲ କୋଉଠୁ? ନାଇଁ ମାନେ ମୁଁ ତମେ କଣ ପାଗଳ ହେଇଗଲାଣି? ଶଳାଟା ଘରେ ରହି ଆପଣଙ୍କ ସମ୍ପତ୍ତି ପାଇଁ ପୁରା ରୀତିମତ ଷଡ଼ଯନ୍ତ୍ର ଚଲାଉଛି। କିନ୍ତୁ ତମେ ପୁଣି ତାକୁ ଦୟା କରୁଛ। ରଘୁ କାକା ଏ ସମ୍ପତ୍ତି
ସଫେଦ କେମିତି